ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ମହେନ୍ଦ୍ରବର୍ମନ ପ୍ରଥମ ଜଣେ ପଲ୍ଲବ ରାଜା ଥିଲେ ଯିଏ ସପ୍ତମ ଶତାବ୍ଦୀରେ ଦକ୍ଷିଣ ଭାରତରେ ରାଜତ୍ୱ କରିଥିଲେ। ସେ କଳା, ସ୍ଥାପତ୍ୟ ଏବଂ ସାହିତ୍ୟର ପୃଷ୍ଠପୋଷକତା ପାଇଁ ଜଣାଶୁଣା ଥିଲେ। ସେ ପଲ୍ଲବ ରାଜବଂଶରେ ବିଶେଷ କରି ମହାବଳୀପୁରମରେ ପଥର କଟା ସ୍ଥାପତ୍ୟର ପରମ୍ପରା ଆରମ୍ଭ କରିଥିଲେ। ମହେନ୍ଦ୍ରବର୍ମନ ପ୍ରଥମ ଜଣେ ବିଦ୍ୱାନ ଥିଲେ ଏବଂ ସଂସ୍କୃତ ନାଟକ, ମତ୍ତବିଳାସ, ପ୍ରହସନ ଲେଖିଥିଲେ। ତାଙ୍କ ରାଜତ୍ୱ କାଳ ସାଂସ୍କୃତିକ ବିକାଶ ଏବଂ ଧାର୍ମିକ ସହିଷ୍ଣୁତାର ଏକ ସମୟ ଥିଲା, ବିଶେଷ କରି ଶୈବ ଏବଂ ଜୈନ ଧର୍ମ ମଧ୍ୟରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଭିଡ଼ିଓ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।